କୀଟନାଶକ ଔଷଧ ହେଲା କାଳ 15 ଏକର ଧାନ ନଷ୍ଟ କ୍ଷତିପୂରଣ ଦାବି କରି ଥାନାରେ ଏତଲା ଦେଲେ ଚାଷୀ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଇଁଶୀବନ୍ଧା ଚାଷୀଙ୍କ ପାଇଁ କୀଟନାଶକ ଔଷଧ କାଳ ସାଜିଲା। ଘାସ ସଫା କରିବାକୁ ଯାଇ ଏବେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି ଏକର ଏକର ଧାନ ଫସଲ। ପ୍ରାୟ 15 ଏକର ଜମିରେ ଧାନ ଗଛ ହଳଦିଆ ପଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଘାସ ମାରିବାକୁ ଆଇପିଏଲ୍ ଅପ୍ସରା ନାମକ ଏକ କୀଟନାଶକ ଔଷଧ କିଣିଥିଲେ ଚାଷୀ। ଗାଁର ପ୍ରାୟ 8 ଜଣ ଚାଷୀ ଏହି ଔଷଧ ଆଣି ନିଜ କ୍ଷେତରେ ସିଞ୍ଚନ କରିଥିଲେ। ମାତ୍ର ଔଷଧ ପ୍ରୟୋଗର କିଛି ଦିନ ମଧ୍ୟରେ ଅନାବନା ଘାସ ସହ ସମ୍ପୂର୍ଣ୍ଣ ଧାନ ଗଛ ଶୁଖି ହଳଦିଆ ପଡ଼ିଯାଇଥିଲା। ପ୍ରାୟ 15 ଏକର ଜମିରେ ଧାନ ଫସଲ ନଷ୍ଟ ହେବା ପରେ ଚାଷୀ ପ୍ରଥମେ ଦୋକାନୀ ସମାଗଣ୍ଡଙ୍କୁ ଜଣାଇଥିଲେ। ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତୁରନ୍ତ ଉଚିତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀମାନେ। ଆମେ ଲାଟା ମାରା ଆଣିଥିଲୁ ଧାନ ପାଇଁ ସେଟା ନାଇଁ ଲାଟା ମାରା ବୋଲିକିନା ଦେଲେ ଆଉ ନାଇଁ କି କାଏ ସେ ଧାନ ମରିଗଲା ସେଟା ଆମେ କଣ କରିବୁ ଆଜ୍ଞା ଆମକୁ କ୍ଷତିପୂରଣ କିଏ ବୁଝିବେ ଆମକୁ 15 ଏକର ଧାନ ଆମର ଏମିତି ନଷ୍ଟ ହେଇଯାଇଛି ଘାସ ମାରା ବୋଲିକିନା ନାଇଁ କି ଠକିଦେଲା ଆମକୁ ସମସ୍ତେ ଯାଇକିରି ଆସିଥିଲେ ତାଙ୍କେ ବି ଯୋଉ ଔଷଧ ବାଲା ବି ଆସିଥିଲେ ଯୋଉ କମ୍ପାନୀ ବାଲା ତାର ସହିତ ଏଇଠି ଔଷଧଟା ମିଶା ହେଲା ସମସ୍ତେ ଆମର ଗାଁ ବାଲା ବି ତାପରେ ତାଙ୍କେ ବି ମିଶିକିନା ଯାଇକିରି ଆମର ଜମିରେ ମାରିଲୁ ଚେକ୍ ବି କରାହେଲା ତାପରେ ଲାଷ୍ଟ କହିଦେଲେ ତାଙ୍କେ ଆମର ଔଷଧଟା ଭଲ ଅଛି ସେଟା ଆମେ କ୍ଷତିପୂର୍ଣ୍ଣଟା ଦେବୁ ନାହିଁ।